একত্রিত হয়েছু। এই অবসরের মতে কিছু কহিবার সুযোগ মিলিଥିବାରୁ ମୁଁ ଏହାକୁ ଧନ୍ୟ ମନେ କରୁଛି। ଯଦି କହିଲା ବେଳେ କେଉଁଠି ତ୍ରୁଟି ହୁଏ ତାହେଲେ ତ୍ରୁଟି ମାର୍ଜନ କରିବେ ବୋଲି ମୋର ଆଶା ଓ ବିଶ୍ୱାସ। ଯେଉଁ ମାଟିରେ ଜନ୍ମ ନେଇଛନ୍ତି ବୀର ସେ ମାଟି କେବେ ହୁଏନି ଅଧୀର। ତ୍ୟାଗରେ ଲେଖିଛି ଯେ ଇତିହାସ ସେ ମାଟି ଆମର ସମ୍ବଲପୁର ଖାସ। ଆଜି ମୁଁ ଭାରତର ମୁକ୍ତି ସଂଗ୍ରାମର ସମ୍ବଲପୁରର ଭୂମିକା ବିଷୟରେ ମୋର ମତ ପାଖକୁ ଯାଉଛି। ଆମେ ଯେଉଁ ମାଟିରେ ଜନ୍ମ ନେଇଛେ ସେ ମାଟି ଆମର ପରିଚୟ। ଯେ ତିରଙ୍ଗା ପତାକା ଆକାଶରେ ଗର୍ବର ସହ ଉଡ଼ୁଛି ସେ ତିରଙ୍ଗା ପତାକା ଆମର ଆତ୍ମସମ୍ମାନ। ଆଜି ଆମେ ଯେ ସ୍ୱାଧୀନତା ଦିବସ ପାଳନ କରୁଛେ ସେ ସ୍ୱାଧୀନତା ଦିବସ ଏକ ଦିବସ କିମ୍ବା ଦିନ ନୁହେଁ, ତାହା ହେଉଛି ଏକ ସ୍ମୃତି, ସଂକଳ୍ପ ଏବଂ ଏକ ପ୍ରେରଣାଦାୟକ ଦିନ। ଭାରତର ସ୍ୱାଧୀନତା ସଂଗ୍ରାମ ଥିଲା ଦୀର୍ଘ ଓ ସଂଘର୍ଷମୟ। ଇଂରେଜ ଶାସନରୁ ମୁକ୍ତି ପାଇଁ ଦେଶର ଲକ୍ଷ ଲକ୍ଷ ଲୋକ ନିଜର ଜୀବନ, ସମ୍ପତ୍ତି ଓ ସୁଖ ସୁବିଧାକୁ ତ୍ୟାଗ କରିଥିଲେ। ଏହି ମୁକ୍ତି ସଂଗ୍ରାମରେ ଓଡ଼ିଶା ମଧ୍ୟ ପଛରେ ନଥିଲା। ଓଡ଼ିଶାର ବିଭିନ୍ନ ଅଞ୍ଚଳ ଭଳି ସମ୍ବଲପୁର ମଧ୍ୟ ଇଂରେଜ ଶାସନ ବିରୋଧରେ ଦୃଢ଼ ପ୍ରତିରୋଧ କରିଥିଲା। ଭାରତର ସ୍ୱାଧୀନତା ସଂଗ୍ରାମର ସମ୍ବଲପୁରର ଇତିହାସରେ ସର୍ବପ୍ରଥମେ ଯେଉଁ ନାମଟି ମନେ ପଡ଼େ ସେ ହେଉଛନ୍ତି ବୀର ସୁରେନ୍ଦ୍ର ସାଏ। ସେ କେବଳ ସମ୍ବଲପୁରର ନୁହେଁ, ସମଗ୍ର ଓଡ଼ିଶାର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଓ ବୀର ଯୋଦ୍ଧା ଥିଲେ। ସୁରେନ୍ଦ୍ର ସାଏ ଇଂରେଜମାନଙ୍କ ଅନ୍ୟାୟ ଶାସନକୁ ସହିପାରିନଥିଲେ। ଯେତେବେଳେ ଇଂରେଜମାନେ ସମ୍ବଲପୁର ଉପରେ ନିଜର ଶାସନ ଓ ନିୟନ୍ତ୍ରଣ କରିବାକୁ ଚେଷ୍ଟା କଲେ ତାକୁ ବୀର ସୁରେନ୍ଦ୍ର ସାଏ ଦୃଢ଼ ଭାବରେ ବିରୋଧ କଲେ। ସେ ତାଙ୍କ ଅଞ୍ଚଳର ଅଧିକାର ଓ ସ୍ୱାଧୀନତା ପାଇଁ ଲଢ଼ିଥିଲେ। 1852ର ବିଦ୍ରୋହ ସମୟରେ ତାଙ୍କର ପ୍ରତିରୋଧ ଆହୁରି ଶକ୍ତିଶାଳୀ ହୋଇଥିଲା। ସେ ଓ ତାଙ୍କ ସହଯୋଗୀମାନେ ଇଂରେଜ ଶାସନ ବିରୋଧରେ ଦୀର୍ଘ ସମୟ ଧରି ସଂଗ୍ରାମ କରିଥିଲେ। ସୁରେନ୍ଦ୍ର ସାଏଙ୍କ ସଂଗ୍ରାମର ସବୁଠାରୁ ବଡ଼ ବିଶେଷତା ଥିଲା ଜନସାଧାରଣଙ୍କ ସମର୍ଥନ। ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀଙ୍କର ପ୍ରଭାବ ଗାନ୍ଧୀଜୀ ଇଂରେଜମାନଙ୍କର କୂଟନୀତିକୁ ଭଲ ଭାବରେ ବୁଝି ସାରିଥିଲେ। ସେ କହୁଥିଲେ ଆମକୁ ଇଂରେଜମାନଙ୍କ ଠାରୁ ମୁକ୍ତି ପାଇବାକୁ ହେଲେ ଅହିଂସା ନୀତି ଆପଣାଇବାକୁ ପଡ଼ିବ ଏବଂ ତାଙ୍କର ସ୍ଲୋଗାନ ଥିଲା କର ଆମର। ତାଙ୍କର ଏହି ଅହିଂସା ନୀତି ହିଁ ଶେଷରେ ବ୍ରିଟିଶମାନଙ୍କୁ ଆମ ଦେଶରୁ ବିତାଡ଼ିତ କରିବାରେ ସକ୍ଷମ ହୋଇଥିଲା। ଆଜିର ଏହି ଦିନ ଅର୍ଥାତ୍ 1947 ମସିହା ଅଗଷ୍ଟ 6 ତାରିଖ ମଧ୍ୟରାତ୍ରିରେ ବ୍ରିଟିଶମାନେ 13 ନଈ 7 ଦରିଆ ପାରି ହୋଇ ପଳାୟନ କରିଥିଲେ। ଏହାର ପରଦିନ ଅର୍ଥାତ୍ ଅଗଷ୍ଟ 15 ତାରିଖକୁ ସ୍ୱାଧୀନତାର ପତାକା ଉଡ଼ାଇଲୁ। ଏହି ଦିନ ଆମକୁ ସ୍ମରଣ କରାଏ ଯେ ଆମର ସ୍ୱାଧୀନତା ଲକ୍ଷ ଲକ୍ଷ ବୀର ସଂଗ୍ରାମୀଙ୍କ ତ୍ୟାଗ ଓ ସଂଘର୍ଷ, ତ୍ୟାଗ ଓ ବଳିଦାନ, ଉଦ୍ୟମ ସାହସର ଫଳ। ପ୍ରାୟ 200 ବର୍ଷର ପରାଧୀନତା ପରେ